ଶୁଣନ୍ତୁ ଗୋଟେ କଥା ହେଉଛି ମଦ ବନ୍ଦ କରିବା ପୂର୍ବରୁ ବହୁତ ଦିଗକୁ ଚିନ୍ତା କରିବା ଦରକାର। ମଦ ସପକ୍ଷରେ ଆମେ କହୁନୁ କି ମଦ ବିପକ୍ଷରେ କହୁନୁ। ଅନେକ ମଦ ମୁକ୍ତି ଆନ୍ଦୋଳନ ବି ବହୁତ ଲୋକ ଅଛନ୍ତି, କିନ୍ତୁ ମଦ ବନ୍ଦ କଲେ ଆମର ପର୍ଯ୍ୟଟନ ପ୍ରଭାବ ହେବ, ଆମ ଆଦିବାସୀ ଜନଜୀବନର ଯେଉଁ ପରମ୍ପରା ଗୁଡ଼ିକ ମଧ୍ୟ ପ୍ରଭାବିତ ହେବ। ସେହି ଦୃଷ୍ଟିରୁ ବହୁତ ଭାବିଚିନ୍ତି ମଦ ବନ୍ଦ କରାଯାଇପାରେ। କାରଣ ଗୋଟା ହେଉଛି ଗୁଜୁରାଟ ବିହାରର ଭିନ୍ନ ଭୌଗୋଳିକ ସ୍ଥିତି ଏବଂ ଜନଜାତି, ଆମର ଏଠି ଭିନ୍ନ ଭୌଗୋଳିକ ସ୍ଥିତି ଓ ଜନଜାତି। ଆମର ବିଜୁ ପଟ୍ଟନାୟକ ଥରେ ମଦ ବନ୍ଦ କରିଥିଲେ, କିନ୍ତୁ 5 ଲିଟର ଲେଖା ଦେଶୀ ମଦ ରାନ୍ଧିବାକୁ ସୁଯୋଗ ଦେଇଥିଲେ ମଦ ମୃତ୍ୟୁ ଘଟଣା ପରେ। କିନ୍ତୁ ମଦ ଦ୍ୱାରା ମଧ୍ୟ ପର୍ଯ୍ୟଟନ କିଛି ମାତ୍ରାରେ ଯେଉଁ ବାହାରୁ ପର୍ଯ୍ୟଟକ ଆସୁଛନ୍ତି ତାଙ୍କୁ ଆପଣ କେମିତି, ଗୋଟେ ଗୋଆରେ ମଦ ଅଛି ବୋଲି ତାଙ୍କ ପର୍ଯ୍ୟଟକ ବଢ଼ୁଛନ୍ତି। ତ ଆମେ ମଦ ଆମର ଚାରିପାଖରେ ମଦ ମନ୍ଦିର ମଣିଷ ମଶାଣି, ଆମର ଚାରିଟା ହେଉଛି ପର୍ଯ୍ୟଟନସ୍ଥଳୀ। କ'ଣ ନା ଆମର ମଣିଷ ଜନଜାତି ସବୁ ଆଦିମ 17ଟା ଜନଜାତି ବଣ୍ଡା କୋୟା ଦିଦାଇ ତାଙ୍କୁ ଲୋକ ଦେଖିବାକୁ ଆସୁଛନ୍ତି। ଆମର ଏଠି କ'ଣ ନା ସେମାନଙ୍କର କେଉଁ ପ୍ରକାର ମଦ ପିଉଛନ୍ତି, କେଉଁ ପ୍ରକାର ନାଚୁଛନ୍ତି, କିଏ ମହୁଲି, କିଏ ହାଣ୍ଡିଆ, କିଏ ଚାଉଳି ତ ପିଉଛନ୍ତି। କିନ୍ତୁ ଦିନେ ଆମେ ମଧ୍ୟ କହୁଥିଲୁ ମହୁଲି ନିଶାରେ ଭୁଲି ଯାଇଥିଲୁ ସୁନ୍ଦର ଜୀବନ ମୋର ସାକ୍ଷର ଡାକରେ ନିଦ ଭାଙ୍ଗିଲା ଶୁଣି ମଦ ଛାଡ଼ ମଦ ଛାଡ଼। ମଦ କେତେ ଛାଡ଼ିବ କେତେ ପିଇବ। ଆଦିବାସୀ ତା'ର ଚୈତି ପର୍ବରେ ତା ପୌଷ ପର୍ବରେ ସେ ସଦାବେଳେ ଟିକେ ନ ପିଇଲେ ହେବନି। ତା'ର ଜନ୍ମଠାରୁ ଜୁଇ ପର୍ଯ୍ୟନ୍ତ ମଦ ତା ସାଥିରେ ଥାଏ। ତେଣୁକରି ଆପଣ 23 ଭାଗ ଜନଜାତି ଅଛନ୍ତି ଆଦିବାସୀ ଜନଜାତି, ସେମାନଙ୍କ ସଂସ୍କୃତି ପ୍ରଭାବିତ ହୋଇପାରେ। ଏବଂ ଗୋଟେ କଥା ହେଉଛି ଯେତେ ହୋଟେଲ ସବୁ ବଡ଼ ବଡ଼ ଶିଳ୍ପ ଅଛି ତାହା ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁକରି ଆମେ ଖାଲି ମଦ ବନ୍ଦ କରିକି ଶସ୍ତା ଘୋଷଣା କରିଦେଲେ ହେବନି, ତା'ର ଲସ୍ ଆଉ ପ୍ଲସ୍ ଦିଗକୁ ବିଚାର କରିକି ନିଷ୍ପତ୍ତି ନେଲେ ଭଲ ହେବ ବୋଲି ମୁଁ ଭାବୁଛି।